ଜଗନ୍ନାଥ। ଆଜିର ମୁଖ୍ୟ ବିଷୟ ହେଲା ସମୟ। ଆମର ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆଜି ଆପଣ ସମୟକୁ ନ ବୁଝିବେ, ସମୟକୁ ଆପଣ ମୂଲ୍ୟ ନ ଦେବେ, ସମୟ ବି ଗୋଟେ ଦିନ ଆସିବ ଆପଣଙ୍କୁ ମୂଲ୍ୟ ଦେବ। ସେତେବେଳେ ଆପଣ ନିଜ ମୁଣ୍ଡକୁ ପିଟି ହେଉଥିବେ, ନିଜ ଭାଗ୍ୟକୁ ଦୋଷ ଦେଇ ହେଉଥିବେ। ସେଥିପାଇଁ ଆଜି ଆପଣ ସଜାଗ ହେଇଯାଆନ୍ତୁ। ଯେଉଁ ଫାଲତୁକା ଆପଣମାନେ ଯେଉଁ ଗପସପ କରୁଛନ୍ତି ନା, ତାକୁ ସବୁ ବନ୍ଦ କର ହେଲା। ସମୟ ଦେବାର ଅଛି। କିଛି ଭଗବାନଙ୍କ ପାଇଁ ସମୟ ଦିଅ, କିଛି ନିଜ ବାପା ମାଆଙ୍କ ପାଇଁ ସମୟ ଦିଅ, ନିଜର କିଛି ସ୍ତ୍ରୀ ପିଲା ଛୁଆଙ୍କ ପାଇଁ ସମୟ ଦିଅ, ନିଜ ଭାଇ ପାଇଁ ସମୟ ଦିଅ। ବାକି ଆଉ ସାଙ୍ଗସାଥି ଗହଳି ଏସବୁ କିଛି କରିବା ଆବଶ୍ୟକ ନାହିଁ। ଠିକ୍ ଅଛି, କେତେବେଳେ ଟେମ୍ପୋରାରୀ ଠିକ୍ ଅଛି, କିନ୍ତୁ ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟାବେଳେ ଯାଇକି ଛକର ଗପ କରିବା, ଟାଇମ୍ ପାସ୍ କରିବା, ଏସବୁ ବହୁତ ଖରାପ ଜିନିଷ। ସେଥିପ୍ରତି ଧ୍ୟାନ ଦିଅନ୍ତୁ। ନମସ୍କାର।